ଏବେ ଚାଲିଛି ଶ୍ରାବଣ ମାସ ଆଉ ପୋଟଳ ବି ସିଜିନ୍ରେ ଅଛି। ପୋଟଳ ଖାଇବାକୁ କାହାକୁ ବା ଭଲ ନ ଲାଗେ। ମୋର ତ ପୋଟଳ ବହୁତ ପସନ୍ଦ। ଆପଣମାନଙ୍କୁ ପସନ୍ଦ କି ନାହିଁ ନିହାତି ଜଣାଇବେ। ଆଜି ପୋଟଳରେ ଗୋଟେ ବିନା ପିଆଜ ରସୁଣର ପୋଟଳ ରସା ରେସିପି ସେୟାର କରିବି। ଆଶା କରୁଛି ଆପଣମାନଙ୍କୁ ବହୁତ ପସନ୍ଦ ଆସିବ। ବହୁତ କମ୍ ତେଲ ମସଲାରେ এই ରେସିପିଟି ପ୍ରସ୍ତୁତ ହେଇଯିବ, ଯେଉଁଥିପାଇଁ କି ମୁଁ ପୋଟଳକୁ ଏମିତି ଚୋପା ଛଡ଼େଇକି କାଟିଛି। ଏମିତି ଚୋପା ଛଡ଼େଇ କାଟିଲେ ପୋଟଳ ଭିତରକୁ ମସଲାଟା ବହୁତ ଭଲ ଭାବେ ପଶେ, ଯେଉଁଟାକି ବହୁତ ଟେଷ୍ଟି ଲାଗେ। ଦେଖନ୍ତୁ ଯେମିତି ଗୋଟେ ଲାଇନ୍ ପୁରା ଚୋପା କ୍ଲିନ୍ କରିଦେଇଛି, ଆଉ ଗୋଟେ ଲାଇନ୍ ଚୋପା ଅଛି। ଏମିତି ଯେଉଁ ପିଲର ଆପଣ ଆଳୁ ଛଡ଼ାନ୍ତି ସେଇଥିରେ ଛଡ଼େଇକି ଆପଣ ପୋଟଳକୁ ଏମିତି କାଟିପାରିବେ। ପୋଟଳକୁ ଟିକେ ଲମ୍ବା ଲମ୍ବା ରଖିଛି। ଆପଣ ଚାହିଁଲେ ଗୋଟା ପୋଟଳ ମଧ୍ୟ ବ୍ୟବହାର କରିପାରିବେ, ତାକୁ ଚିରା ଲଗେଇକି। କଡ଼େଇରେ ତେଲ ଦେଇକି ଏବେ ଆମେ ପୋଟଳକୁ ଭାଜିଦେବା। ପୋଟଳକୁ ଅଳ୍ପ ତେଲରେ ଭାଜିବା, କାହିଁକିନା ତେଲ ମସଲା ବେଶୀ ଖାଇବା ଦେହ ପାଇଁ ଜମା ବି ଭଲ ନୁହଁ। ମୁଁ ତ ଏଠି ଅଳ୍ପ ତେଲରେ ଭାଜିଛି। ଆପଣ ଚାହିଁଲେ ପୋଟଳକୁ ତେଲରେ ଛାଣି ବି ପାରିବେ। ପୋଟଳକୁ ସ୍ଲୋ ଆଞ୍ଚରେ ଧୀରେ ଧୀରେ କରି ଯଦି ଆପଣ କମ୍ ତେଲରେ ଭାଜିବେ ନା, ପୋଟଳଟା ଏକଦମ ଛଣା ପୋଟଳ ଭଳିଆ ହେଇଯିବ। ସେଥିପାଇଁ ଆମେ ଗୋଟେ ମସଲା ରେଡ଼ି କରିବା, ଯେଉଁଥିରେ ଅଛି ଜିରା, ଟମାଟୋ, ଅଦା, କଞ୍ଚା ଲଙ୍କା। ସବୁକୁ ଭଲ ଭାବରେ ବାଟିଦେବା। ଆଉ ଗୋଟେ ମସଲା ଯେଉଁଥିରେ କି ଅଛି ପୋସ୍ତ, ଚାରୁମଗଜ, ଖସା ଆଉ ନଡ଼ିଆ। ଏଥିରେ ମୁଁ କାଜୁର ବ୍ୟବହାର କରିନି। ଆପଣ ଚାହିଁଲେ କାଜୁ ଦେଇପାରିବେ, କିନ୍ତୁ କାଜୁ ନ ଦେଇକି ଏଇସବୁ ଜିନିଷକୁ ଦେଇକି ପ୍ରସ୍ତୁତ କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। କାହିଁକିନା କାଜୁ ବହୁତ ଏକ୍ସପେନ୍ସିଭ୍, ସମସ୍ତେ କାଜୁ ସବୁବେଳେ ଦେବା ପସିବଲ୍ ନୁହଁ। ଏଇ ପ୍ରୋସେସ୍ରେ ଆପଣ ବନାନ୍ତୁ। ଯଦି ପୋସ୍ତ ବି ଆପଣଙ୍କ ପାଖରେ ନାହିଁ, ଆପଣ ପୋସ୍ତ ବି ସ୍କିପ୍ କରିପାରିବେ। କେବଳ ନଡ଼ିଆ, ଚାରୁମଗଜରେ ଆପଣ ୟାକୁ ବି ବନେଇ ଦେଇପାରିବେ। ପୋଟଳ ଆମର ଭାଜି ହେଇଯାଇଥିଲା। ଏବେ ସେଇ ସେମ୍ କଡ଼େଇରେ ମୁଁ ଆଉ ଟିକେ ତେଲ ଦେଇଦେଲି। ଛୋଟ ଖଣ୍ଡେ ଡାଲଚିନି, ଜିରା ଆଉ ଶୁଖିଲା ଲଙ୍କା ଦେଇଦେବା। ଜିରା ଭଲ ଭାବରେ ଫୁଟିଗଲା ପରେ ଆମେ ଯେଉଁ ଟମାଟୋ ପେଷ୍ଟ ବାଟିକି ରଖିଥିଲେ ସେ ପେଷ୍ଟକୁ ଆମେ ଏଠି ଦେଇଦେବା। ଆଉ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିକି ତାକୁ ଆମେ କଣ୍ଟିନ୍ୟୁଅସଲି କଷିବା, ଯେମିତି ଏଥିରୁ ଆମର ତେଲ ଅଲଗା ହେଇଯିବ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓସ୍ ପସନ୍ଦ ଆସୁଛି, ତେବେ ନିଶ୍ଚୟ ଆପଣମାନଙ୍କର ଭ୍ୟାଲୁଏବୁଲ୍ କମେଣ୍ଟ ଆଉ କମ୍ପ୍ଲିମେଣ୍ଟ ମୋ ସହିତ ସେୟାର କରିବେ। ଏଠି ମୁଁ କିଛି ଗୁଣ୍ଡ ମସଲାର ବ୍ୟବହାର କରିଛି, ଯେମିତିକି ହଳଦୀ, ଲୁଣ, ଲାଲ ମିର୍ଚ୍ଚ ପାଉଡ଼ର ଆଉ ବିନା ପିଆଜ ରସୁଣର କରି ପାଉଡ଼ର। ଆପଣ ଚାହିଁଲେ ଘର ତିଆରି ମସଲା ମଧ୍ୟ ବ୍ୟବହାର କରିପାରିବେ। ଗୁଣ୍ଡ ମସଲାକୁ ଦେଇକି ଆମେ ତାକୁ ଆଉ ଟିକେ ଭଲ ଭାବରେ କଷିଦେବା। ମନେ ରଖିବେ, ମସଲା କଷିଲା ବେଳେ ଗ୍ୟାସ୍ର ଫ୍ଲେମ୍କୁ ସବୁବେଳେ କମ୍ରେ ହିଁ ରଖିଥିବେ, ନହେଲେ ଆମର ମସଲା ଜଳିଯିବ, ତରକାରୀର ଟେଷ୍ଟ ଖରାପ ହେଇଯିବ। ଏଇଠି ମୁଁ କସ୍ତୁରୀ ମେଥି ଦେଲି, ଯେଉଁଟାକି ମୋର ବହୁତ ପସନ୍ଦ। ସ୍ପେଶାଲି ବିନା ପିଆଜ ରସୁଣରେ ଆପଣ କସ୍ତୁରୀ ମେଥିର ବ୍ୟବହାର କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ମସଲାକୁ ଏଠି ଆମେ ଭଲ ଭାବରେ କଷିଦେବା। ତାପରେ ଭାଜି ରଖିଥିବା ପୋଟଳକୁ ଦେବା। ଦେଖନ୍ତୁ, ପୋଟଳ ଯଦି ଛାଣିଥାନ୍ତେ ଏକଦମ ପତଳା ପତଳା ହେଇଯାଇଥାନ୍ତା, ଶୁଖି ଯାଇଥାନ୍ତା। ଯେହେତୁ ଆମେ ଅଳ୍ପ ତେଲରେ ତାକୁ ଭାଜିକି ରଖିଛେ, ତ ପୋଟଳ ଭିତରରେ ମଏଶ୍ଚର ଅଛି, ଯେଉଁଟାକି ଆମ ତରକାରୀକୁ ବହୁତ ବଢ଼ିଆ ଟେଷ୍ଟି ବନେଇବ। ଆମେ ପୋଟଳ ଦେଇକି ସେଥିରେ କଷିଦେବା। ତାପରେ ଗ୍ରାଇଣ୍ଡର ଜାର୍ ଧୋଇକି ଆମେ ଅଳ୍ପ ପାଣି ଏଥିରେ ଦେଇଦେବା, କାହିଁକିନା ମସଲା ଏକଦମ ଶୁଖିଲା ହେଇଯାଇଥିଲା। ତ ଯଦି ଆମେ ପାଣି ନ ଦେବା, ସେଟା କଡ଼େଇର ତଳେ ଲାଗିଯିବ ଆଉ ମସଲା ଆମର ଜଳିଯିବ। ଆପଣମାନେ ଏତେ ସାରା ଭଲ ପାଇବା ଦେଉଥିବାରୁ ବହୁତ ବହୁତ ଧନ୍ୟବାଦ। ଏମିତି ବହୁତ ସାରା ଭଲ ପାଇବା ଦିଅନ୍ତୁ। ଆଉ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ଟିକେ ଭଲ ପାଇବା ଦିଅନ୍ତୁ, କାହିଁକିନା ସେଇଠି ଟିକେ ଆପଣଙ୍କର ଭଲ ପାଇବା କମ୍ ହେଇଯାଉଛି। ଯଦି ଆପଣ ଏପର୍ଯ୍ୟନ୍ତ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସବସ୍କ୍ରାଇବ୍ କରିନାହାନ୍ତି, ତ ତେବେ ନିଶ୍ଚୟ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଇଠି ପୋଟଳ କଷି ହେଇଯାଇଥିଲା। ନଡ଼ିଆ ପେଷ୍ଟକୁ ମୁଁ ଦେଇଦେଲି, ଅଳ୍ପ ଟିକେ ପାଣି ମଧ୍ୟ ତା ସାଙ୍ଗରେ ଦେଇଦେଲି, କାହିଁକିନା ଏ ମସଲାଟା ସାଙ୍ଗେ ସାଙ୍ଗେ କଡ଼େଇରେ ଲାଗିଯିବ। ଶୁଖିଲା ଶୁଖିଲା ଦେଲେ ସାଙ୍ଗେ ସାଙ୍ଗେ ମସଲାଟା ଲାଗିଯିବ। ଏବେ ତାକୁ ମିଡ଼ିୟମ୍ ଆଞ୍ଚରେ ଛାଡ଼ିଦେବା, ଧୀରେ ଧୀରେ କୁକ୍ ହେବା ପାଇଁ। ମଝିରେ ମଝିରେ ଗୋଳଉଥିବେ, କାହିଁକିନା এই ଯେଉଁ ଚାରୁମଗଜ ଆଉ ନଡ଼ିଆର ପେଷ୍ଟଟା ଏଇଟା ତଳେ ଲାଗିଯାଇପାରେ। ତଳେ ଲାଗିଗଲେ ମସଲା ଜଳିଯିବ। ଦେଖନ୍ତୁ, ଏଇଟା ମିନିମମ୍ 10 ମିନିଟ୍ କୁକ୍ ହେଲା ପରେ ମସଲା ଆମର ଭଲ ଭାବରେ କୁକ୍ ହେଇଗଲାଣି। ମୁଁ ଟିକେ ଗରମ ମସଲା ଗୁଣ୍ଡ ଦେଲି ଆଉ ତାକୁ ଭଲ ଭାବରେ ମିଶାଇ ଦେଲି। ଆମର ଏଠି ତରକାରୀଟା ବହୁତ ବହଳିଆ ହେଇଯାଇଛି, ତ ଆକୁ ଆଉ ଟିକେ ଗ୍ରେଭି ରଖିବା ପାଇଁ ମୁଁ ଆଉ ଟିକେ ଗରମ ପାଣି ଦେବି। ଆପଣ ଯଦି ଚାହିଁବେ ଏମିତି ଶୁଖା ମଧ୍ୟ ରଖିପାରିବେ। ମୋତେ ଯେହେତୁ ଭାତ ସାଙ୍ଗରେ ଏଟା ସର୍ଭ କରିବାର ଥିଲା, ସେଥିପାଇଁ ମୁଁ ଏଥିରେ ଆଉ ଟିକେ ପାଣି ଦେଉଛି। ଆପଣ ଚାହିଁଲେ ଏଇ ଷ୍ଟେଜ୍ରେ ହିଁ ବନ୍ଦ କରିଦେବେ ଗ୍ୟାସ୍, ବହୁତ ଟେଷ୍ଟି ଲାଗିବ। ଏମିତି ଶୁଖା ଶୁଖା ମସଲାରେ ଲଟପଟ ହେଇଥିବ। ମୁଁ ଅଳ୍ପ ଟିକେ ପାଣି ଦେଇ ଆଉ ଟିକେ ତାକୁ ଗ୍ରେଭି ବନେଇବି, କାହିଁକିନା ଏଇ ଗ୍ରେଭିଟା ଖାଇବାକୁ ବି ବହୁତ ବଢ଼ିଆ ଲାଗେ।
पूरा एकदम मंदिर मानकरे जो सब पोटल कषा पोटल रसा मिले यार टेस्ट पूरा सेम। आपण मैंने निहाती थरे यही प्रोसेस रे यही मसलार प्रस्तुत कर देखु कम तेल मसलार एते टेस्टी पोटल रसा आपण थरे खाइले बार बार खाया को मन करेंगे। तरकार टेस्ट को टिके बालांस करने मु अल्प टिके चीनी देछि कहीं ना एटा बिना पियाज रसुण बनुची टिके मिठा अंश न आसले एटा भल लागबनी जेहेतु आमर व्हाइट ग्रेवी तरकारी एटा व्हाइट ग्रेवी तरकारी टिके मिठा अंश रहिले बहुत बढ़िया लगे। आउ शेष में गोटे चामच घी आपन चाहिए पूरा तरकारी को घी रे मध्य बनई पारिबे। केते सुंदर देखा जाउची ना तरकारीटा आपण माने पियाज रसुण देकी भी यही भलिया टेस्ट आनी परिबेनी। ए तरकार जो टेस्ट एते बढ़िया लागिबो जे थरे निजे प्रस्तुत करिकी न खाइले आपण मो कथारे बिलीव भी करेंगे। आपण जदि प्रस्तुत करूचंती तेबे निश्चय मते जणैबे केमिति लागिला आपनको ए रेसिपीटी। जदि वीडियोटी भल लगी तेबे निश्चय लाइक करेंगे और चैनल को फॉलो कर